नमस्कार। ମୁଁ ପୁଣି ଥରେ ଗୋଟେ ନୂଆ ଭିଡ଼ିଓକୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ କୃଷ୍ଣା ସାର୍। ଦେଖନ୍ତୁ ବର୍ତ୍ତମାନ ଯୋଉ ଆମେ ଆଲୋଚନା କରିବା ଆଜି ଯୋଉ ଏଇ ଭିଡ଼ିଓଟି, ଏଟା ବିଶେଷ କରି ଗତକାଲିର ନୋଟିଫିକେସନ୍ କିନ୍ତୁ ଆଜି ଅପଲୋଡ଼ ହେଇଛି। ଆପଣମାନେ ଦେଖିପାରୁଥିବେ ନୋଟିସ୍ ରିଗାର୍ଡ଼ିଂ ସବମିଶନ୍ ଅଫ୍ ପ୍ରୋଜେକ୍ଟ ଟର୍ମ ଆଣ୍ଡ ଏକ୍ଜାମିନେସନ୍। ଏଇଟା ପ୍ରୋଜେକ୍ଟକୁ ନେଇକି ଆପଣମାନଙ୍କର ବହୁତ ହି ବଡ଼ ଅପଡ଼େଟ୍ ଆସିଛି, ଯୋଉଟାକି ଆପଣମାନଙ୍କର କେବେ ହବ, କେମିତି ହବ, କ'ଣ ହବ, କିପରି ହବ, ଆଉ କେଉଁମାନଙ୍କର ହବ, ଏଇ ସବୁ ପ୍ରଶ୍ନର ଉତ୍ତର ଏ ଗୋଟେ ଭିଡ଼ିଓରେ ପାଇବେ। କେବଳ ଧୈର୍ଯ୍ୟର ସହିତ ଭିଡ଼ିଓକୁ ଦେଖନ୍ତୁ, ଏଥିରେ କୌଣସି ଆଜୁବାଜୁ କଥା କିଛି ନାହିଁ। ଦେଖନ୍ତୁ ନୋଟିଫିକେସନଟି କ'ଣ ଦେଇଛି ଭଲସେ ବୁଝିବା। ପ୍ରଥମେ ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ସମ୍ବଲପୁର 27/3/2024 ନୋଟିଫିକେସନ୍, ଯୋଉଟାକି ଆପଣମାନଙ୍କର ପ୍ରୋଜେକ୍ଟକୁ ନେଇକି ଠିକ୍ ଅଛି। ତେବେ ଏଇ ପ୍ରୋଜେକ୍ଟ ସମ୍ପର୍କରେ କହିବା ପୂର୍ବରୁ ମୁଁ ଆପଣଙ୍କୁ କିଛି କହିବି। ଦେଖନ୍ତୁ ପ୍ରଥମେ ଜାଣିବା ଏଇଟା କାହା ପାଇଁ, ତାପରେ ଜାଣିବା କେମିତି ହବ, ତାପରେ ଜାଣିବା କୋଉଠି କରିବେ, ଇଏ ଅଫଲାଇନ୍ ହବ ନା ଅନଲାଇନ୍ ହବ, এই ସବୁ ସମ୍ପର୍କରେ ଆମେ ଗୋଟି ଗୋଟି ବିଷୟକୁ ଜାଣିବା। ତେବେ ପ୍ରଥମେ ଗୋଟେ ସେକେଣ୍ଡ ଦେଖନ୍ତୁ, ଆମେ ଏଇ ସବୁ ବିଷୟରେ ଆମେ ଜାଣିବା। ଦେଖ ମୁଁ ପ୍ରଥମେ ଏଇଟା କହିବା ପୂର୍ବରୁ ମୁଁ ଆଉ ଗୋଟେ ବିଷୟ ଆପଣମାନଙ୍କୁ ଜଣେଇ ଦେବା ପାଇଁ ଚାହୁଁଛି ଯେ ପ୍ରକୃତରେ ପ୍ରୋଜେକ୍ଟଟା କାହା ପାଖରେ ପଢ଼ିଲେ ଆପଣମାନେ ସଠିକ୍ ୱେରେ ଭଲ ମାର୍କ ପାଇପାରିବେ, ମୁଁ ତାରି ଉପରେ ମୁଁ ଟିକେ ଜଣେଇ ଦେଉଛି। ଯେଉଁ ପିଲାମାନେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୋ ପେଡ୍ କ୍ଲାସ୍ରେ ଜଏନ୍ କରିନାହାନ୍ତି, ପେଡ୍ କ୍ଲାସ୍ କରିବା ପାଇଁ ଯେଉଁ MAD ଓଡ଼ିଆ, ବିଶେଷ କରି କେବଳ ଓଡ଼ିଆ ପିଲାମାନଙ୍କ ପାଇଁ ଯେଉଁମାନେ ଜଏନ୍ କରିନାହାନ୍ତି, ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର ଏପ୍ରିଲ 2 ତାରିଖ ଦିନ ମଙ୍ଗଳବାର ସନ୍ଧ୍ୟା 5:30ରୁ କ୍ଲାସ୍ ଲଞ୍ଚ ହେବାକୁ ଯାଉଛି। କେବଳ 399ରେ ଆପଣମାନେ ଲାଇଭ୍ କ୍ଲାସ୍ ପାଇବେ, ରେକର୍ଡ କ୍ଲାସ୍ ପାଇବେ, ଆସାଇନମେଣ୍ଟ ଆନ୍ସର କି ପାଇବେ, ରିଭିଜନ କ୍ଲାସ୍ ପାଇବେ। ତାପରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ କ୍ୱେଶ୍ଚିନ୍, ଯେଉଁ ଆପଣମାନଙ୍କର ଏକ୍ଜାମରେ ଯେଉଁ ଆସେ ନା, ସେଇ ଏକ୍ଜାମର ସେଇ କ୍ୱେଶ୍ଚିନ୍ ଅନୁଯାୟୀ, ମାନେ ସେଇଭଳି କ୍ୱେଶ୍ଚିନ୍କୁ ଆପଣମାନେ ଜାଣିଛନ୍ତି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କେଉଁ ଭଳି ଆସେ, ତ ତାକୁ ଆପଣମାନଙ୍କର କ୍ୱେଶ୍ଚିନ୍କୁ ୱିଥ୍ ଆନ୍ସର ଆପଣମାନଙ୍କୁ ଦିଆହେବ। ଠିକ୍ ଅଛି। ତ ବର୍ତ୍ତମାନ ଏଇ ସବୁ ବେନିଫିଟ୍ ପାଇବା ପାଇଁ ଯଦି ଆପଣମାନେ ଚାହୁଁଛନ୍ତି, ଆଉ ଏଥର 4th ସେମିଷ୍ଟରରେ କେବଳ 3ଟି ବହି ପଢ଼ା ହେବ। ଗୋଟେ ହେଉଛି ଲୋକ ସାହିତ୍ୟ, ଆଉ ଗୋଟେ ହେଉଛି ତୁଳନାତ୍ମକ ଅଧ୍ୟୟନ, ଏବଂ ଶେଷ ହେଉଛି ଗବେଷଣା ପଦ୍ଧତି। ଏତିକି ବହି ପଢ଼ା ହେବ କେବଳ 399, ବେଶୀ ବି ପଇସା କିଛି ନିଆହେଇନି। ପ୍ରୋଜେକ୍ଟ ସମ୍ପର୍କରେ ବର୍ତ୍ତମାନ ଯେଉଁ ମୁଁ ଭିଡ଼ିଓ ବନଉଛି, ଏଇ ପ୍ରୋଜେକ୍ଟଟା କାହା ପାଇଁ, କ'ଣ ପାଇଁ, এইটা ପାଇଁ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ମୁଁ ପ୍ରୋଜେକ୍ଟ କଥା ଏଠି ଉଠଉନି। ଏଇ ଯେଉଁ 399 କଥା କହୁଛି, ଏଠି ପ୍ରୋଜେକ୍ଟର କଥା ମୁଁ ମେନସନ୍ କରୁନାହିଁ, କାରଣ ଆପଣଙ୍କ ସମୟରେ ପ୍ରୋଜେକ୍ଟଟା କ'ଣ ହେବ, କେଉଁ ଟପିକ୍ ରହିବ, ତାହା ଏପର୍ଯ୍ୟନ୍ତ କିଛି ଜଣା ନାହିଁ। କିନ୍ତୁ ବର୍ତ୍ତମାନ ଯେଉଁ ପ୍ରୋଜେକ୍ଟ ହେବ, ଏଇଟା ଆପଣମାନଙ୍କୁ ଦେଖନ୍ତୁ, ମୁଁ କହୁଛି, ମୁଁ ଗୋଟେ ଏକ୍ଜାମ୍ପଲ୍ ନେଇକି ଆପଣମାନଙ୍କୁ ଦେଖେଇବି। ପ୍ରଥମେ ଏଇ ଯେଉଁ ମୁଁ ଫାଷ୍ଟ ଯେଉଁ ପଏଣ୍ଟ କହିଲି, ପ୍ରୋଜେକ୍ଟ କିପରି ହେବ, ତାକୁ ଆମେ ପ୍ରଥମେ ଆଲୋଚନା କରିବା। ଆଲୋଚନା କଲା ପରେ ଜାଣିବା ଯେ ଏଇ ପ୍ରୋଜେକ୍ଟ କାହା ପାଇଁ। ଠିକ୍ ଅଛି। ଦେଖନ୍ତୁ ଦେଖନ୍ତୁ ନୋଟିଫିକେସନ୍ କ'ଣ ଲେଖା ହେଇଛି, ନୋଟିଫିକେସନ୍ଟି ଲେଖା ହେଇଛି, ଇଟ୍ ଇଜ୍ ହିୟର୍ ବାଇ ନୋଟିଫାଇଡ୍ ଦ୍ୟାଟ୍ ଦ ଲାଷ୍ଟ ଡେଟ୍ ଅଫ୍ ସବମିଶନ୍ ଫର୍ ପ୍ରୋଜେକ୍ଟ ଅଣ୍ଡର TE ଡିସେମ୍ବର 2023। ଭଲସେ ମନେ ରଖନ୍ତୁ କ'ଣ କହୁଛି, ପ୍ରୋଜେକ୍ଟ ଅଣ୍ଡର TE ଡିସେମ୍ବର 2023। ଆପଣମାନେ କେବେ ଜଏନ୍ କରିଥିଲେ, 2022ରେ। ତେବେ ଆପଣମାନଙ୍କର ଏଣ୍ଡ ଏକ୍ଜାମ୍ ତ 2023 ନୁହଁ, ଆପଣଙ୍କର ଏଣ୍ଡ ଏକ୍ଜାମ୍ ହେଉଛି 2024। ତ ବର୍ତ୍ତମାନ ଯେଉଁମାନଙ୍କର 4th ସେମିଷ୍ଟାର ହେବ, ଆପଣମାନଙ୍କ ପାଇଁ ନୁହଁ, ତେବେ କାହା ପାଇଁ? ଆଉ ଗୋଟେ ପ୍ରମାଣ ମୁଁ ଦେବି ଆପଣମାନଙ୍କ ପାଇଁ, କେମିତି ନୁହଁ। ମୁଁ ପ୍ରଥମେ ଦେଖନ୍ତୁ, ମୁଁ ଏଇ ପ୍ରମାଣଟା ମୁଁ ପ୍ରଥମେ ଦେଉଛି, ତାପରେ ଦେଖିବେ। ତେବେ ଏଇ ଟିକେ ପ୍ରମାଣ ଦେବା ପୂର୍ବରୁ ମୁଁ ଏଇ ଜିନିଷଟା କହିବି, ଆପଣମାନେ କେମିତି ଜାଣିବେ ଯେ, କିଛି ପିଲା ମଧ୍ୟରେ ଡାଉଟ୍ ଥିବ ଯେ କୃଷ୍ଣ ସାର୍ ଯାହା କହୁଛନ୍ତି କ'ଣ ସତ ନା ମିଛ, ଆଉ ଏଇଟା ଆମ ପାଇଁ ନା ନয়, କନଫ୍ୟୁଜ୍ ଥିବେ। ମୁଁ ତାହା ମଧ୍ୟ ପୁରା ଭଲ ପ୍ରମାଣଟି ଆପଣମାନଙ୍କୁ ସବମିଟ୍ କରିବି। କେବଳ 10 ମିନିଟ୍ ସମୟ ଦେବେ, ମୋତେ ବେଶୀ ନୁହଁ, 10 ମିନିଟ୍ ଦେବେ। ଦେଖନ୍ତୁ ତେବେ କ'ଣ କହୁଛି, ଦ ଲେର୍ନର୍ସ ଆର୍ ରିକ୍ୱାର୍ଡ, କ'ଣ କହୁଛି ଦେଖନ୍ତୁ, କ'ଣ କ'ଣ ଏଇ ଯେଉଁ ସବମିଟ୍, କ'ଣ କ'ଣ ମାନେ ଏଇ ଯେଉଁ ପ୍ରୋଜେକ୍ଟ ବନାଇବା ପାଇଁ, ସବମିଟସନ୍ କରିବା ପାଇଁ କ'ଣ କ'ଣ ଦରକାର ପଡ଼ୁଛି। ପ୍ରଥମେ କ'ଣ କରିବାକୁ ପଡ଼ିବ, କଣ୍ଟାକ୍ଟ ଦ ରେସ୍ପେକ୍ଟିଭ୍ ଷ୍ଟଡି ସେଣ୍ଟର ଟୁ ପ୍ରୋଜେକ୍ଟ ଗାଇଡ୍ ହୁ ଏନ୍ ଆପ୍ରୁଭଡ୍ କାଉନସିଲର ଅଫ୍ ଦ ୟୁନିଭର୍ସିଟି। ଆମକୁ ଫାଷ୍ଟ କାମ ହେଲା, ଆଜି ଯେଉଁ ନୋଟିସ୍ ଆସିଲା, ଏଇ ନୋଟିସ୍ ଅନୁସାରେ ଯେଉଁ ପିଲାଙ୍କର ପ୍ରୋଜେକ୍ଟ ଅଛି, କେଉଁ ପିଲାଙ୍କର ପ୍ରୋଜେକ୍ଟ ଅଛି କେମିତି ଜାଣିବେ, ଆପଣମାନଙ୍କର ଏଇ ତଳେ ଅଛି। ଦେଖନ୍ତୁ ଏଇଟା ହେଉଛି କୋର୍ସ କୋଡ୍ CSPP DFHT MAOD MPA RD MSO, ମାନେ ସୋସିଓଲୋଜିର, ପଲିଟିକାଲ ସାଇନ୍ସର, ଓଡ଼ିଆର,
ତା ସହିତ ବିଭିନ୍ନ ସାର୍ଟିଫିକେଟ୍ର ସେମିତି ଯଦି ଦେଖିବା ଜର୍ଣ୍ଣାଲିଜମ୍ ମାସ୍ କମ୍ୟୁନିକେସନ୍ର ଏମିତି ବିଭିନ୍ନ MA ପ୍ରୋଗ୍ରାମ୍ PG ଡିପ୍ଲୋମା ପ୍ରୋଗ୍ରାମ୍ଙ୍କର ରହିଛି। କୌଣସି +3 ପିଲାଙ୍କର ଏଠି ଦେଇନାହିଁ, କେବଳ MA ପିଲାଙ୍କର ଦେଇଛି। ଠିକ୍ ଅଛି। ଯଦି କହିବା ଏଇ ପିଲାମାନଙ୍କର ସବୁ ପ୍ରୋଜେକ୍ଟ ଅଛି। ମୁଁ ଯେହେତୁ ଓଡ଼ିଆ ପିଲାମାନଙ୍କର କଥା କହୁଛି, ଓଡ଼ିଆ ପିଲାମାନଙ୍କର କଥା ବୁଝିବା। ପ୍ରଥମେ କ'ଣ କରିବେ, ଆପଣ ଏଇ ଯେଉଁ ଫାର୍ଷ୍ଟ ପଏଣ୍ଟ ଅନୁସାରେ ଆପଣଙ୍କର କାଉନସିଲରଙ୍କୁ ମାନେ ଆପଣଙ୍କର ଷ୍ଟଡି ସେଣ୍ଟରରେ ଆପଣଙ୍କୁ ଯିଏ ଅଛନ୍ତି କୋଅର୍ଡିନେଟର ତାଙ୍କୁ ଫୋନ୍ କରିବେ। ସାର୍ ଆମର ପ୍ରୋଜେକ୍ଟ ଗାଇଡ୍ କିଏ ଅଛନ୍ତି? ଆଉ ମନେ ରଖନ୍ତୁ ଆପଣଙ୍କୁ ଯିଏ ପଢ଼ାଉଛନ୍ତି ସେ ହିଁ ଜଣେ କିଏ ଥିବେ ସେଇ ମଧ୍ୟରେ, ତାଙ୍କରି ଗାଇଡାନ୍ସରେ ତମକୁ ପ୍ରୋଜେକ୍ଟ ସବମିଟ୍ କରିବାକୁ ପଡ଼ିବ। ଆଉ ଏ ପ୍ରୋଜେକ୍ଟ DTP ମାଧ୍ୟମରେ କରିବାକୁ ପଡ଼ିବ। ଫାର୍ଷ୍ଟ କାମ। ସେକେଣ୍ଡ କାମ, ଅପଲୋଡ୍ ଦ ପ୍ରୋଜେକ୍ଟ ସିମ୍ଫୋସିସ୍ ୱେନ୍ ଇନ୍ ଦ ୱେବ୍ ପୋର୍ଟାଲ ବାଇ 10 ଏପ୍ରିଲ 2024। ମନେ ରଖନ୍ତୁ ଡେଡଲାଇନ୍ କେବେ ଅଛି? 10 ତାରିଖ। ଏବେ ଏଇ 10 ତାରିଖ ସୁଦ୍ଧା ଆପଣଙ୍କୁ ସିମ୍ଫୋସିସ୍କୁ କୋଉଠି OSOU ସାଇଟ୍ରେ ଅପଲୋଡ୍ କରିବାକୁ ପଡ଼ିବ। ତେବେ ସେଟା କେମିତି, ମୁଁ ତାହା ବର୍ତ୍ତମାନ ଦେଖେଇବି। ତାପରେ ଥାର୍ଡ ୱାନ୍ କ'ଣ କହୁଛି, ସବମିଟ୍ ଦ ହାର୍ଡ କପି ଅଫ୍ ପ୍ରୋଜେକ୍ଟ ଟୁ ଦ ପ୍ରୋଜେକ୍ଟ ଗାଇଡ୍ allocated by the study center on before 30 April। जो मु फास्ट जो पॉइंट कहली भलसे बुझंतु, ए जो पॉइंट जो कहली एई पॉइंट सहित एई पॉइंट रो जड़ित कौन ना, एई पॉइंट रे कुहा होछि जे आपण जहाकू गाइड भाबरे जो OSOU निर्धारित करिथिबो जो स्टडी सेंटर रो गोटे गाइडर को तांको पाखरे आपण बिफोर 30 आपणकर मटेरियल को सबमिट करबा को पड़िबो। ठीक अछि। तापरे सबमिट द हार्ड कॉपी द प्रोजेक्ट दे रेस्पेक्टिव स्टडी सेंटर फॉर इवैल्यूएशन लेटेस्ट बाय 5। तापर आपण करबा पड़िबो, कोन करिया पड़िबो ना, सेही प्रोजेक्ट को जो गाइडर आपण नैथिबे तांकरी तत्वावधान रे आपण कोन करिवे, डायरेक्ट आपणकर OSOI को सबमिट करिवे। एटा होची एतिक विषय। ता सहित आपणकर आ गोटे विषय भी जानिबार अछि। कोन, आपणकर प्रोजेक्ट पई भाइवा हबो। कोन अछि, द प्रोजेक्ट स्पेसिफिक इवैल्यूएशन एज वेल एज भाइवा विल बी कंडक्ट ऑफलाइन। मने रखंतु भाइवा आपण मानकर ऑफलाइन हबो द रेस्पेक्टिव स्टडी सेंटर वेयर द कंसर्न लर्नर इज एनरोल। माने सेटा जो जो स्टडी सेंटर आपण देइचंती सेई जगह रे आपण को भाइवा पई डका हबो। जो टॉपिक आपण को नैचंती सेई टॉपिक रे आपण जो प्रोजेक्ट बनैथिबे तार ऊपर आपण को भाइवा बनेबा को पड़िबो। भाइवार 30% नेबे आउ प्रोजेक्ट 70% नेबे। ठीक अछि। ये प्रोजेक्ट तेबे मु जो प्रमाण कथा कहली मु आपण मानकु प्रमाण गोटे देखैबी। देखंतु सिंपली किछि नै, आपण स्टूडेंट लॉगिन को जिवे, देखिबे एटा 2022 पिला मानकर कि नुह, मु प्रमाण देखैया पई चाहूछि। देखंतु स्टूडेंट लॉगिन पर गला पर क्लिक करिवे। क्लिक कला परे आपण मानकु एटी एनरोलमेंट नंबर दिया जिवो। देखंतु प्रमाण मु दउछि, एटा होछि 2021 पिलांकर। प्रथमे मु टिके आपण मानकु चेक करिके देखौछि। देखंतु कोन लेखा आइछि, WMQ8 एवं K। ठीक अछि। एबे जिबा हमें आसीगला आपण मानकर प्रोफाइल। देखंतु प्रथमे हाल टिकट लेखाई, प्रोफाइल व्यू लेखाई, डिजिटल आइडेंटिटी कार्ड लेखाई, ग्रीवेंसी लेखाई, प्रोग्राम डिटेल लेखाई, चेंज स्टडी सेंटर, माय स्टडी सेंटर, काउंसिलर, प्रोजेक्ट सिम्फोसिस। देखंतु एटा देखंतु एटा आरि ऊपर क्लिक करिवे। क्लिक कला परे आपण मानकर लेखा हे जिवो प्रोजेक्ट माने प्रकल्प रचना ओडिया, जेहेतु प्रोजेक्ट सिम्फोसिस टाइटल आपण कोन काहाकू नेकी बनौछंती आ आपण चूज ऊपर क्लिक करिवे। आपण जदि बनैथिबे पीडीएफ करिथिबे माने पीडीएफ माने जो एमएस वर्ड किबा जहा करथिबे ताको क्लिक करिके अपलोड कर देबे। ठीक अछि। एटा केबे करिबा को पड़िबो ना, 10 तारिख बिफोर। ये थिला 2021 पिलांकर। तेबे वर्तमान आमे चेक करिबा 2022 पिलांकर। देखंतु पिला माने पेमेंट कलेनी ऑलरेडी, पिला ऑलरेडी पेमेंट कला। देखंतु पेड क्लास रे जॉइन हेबा पई चाहूथले, देखंतु पिला पेमेंट कलेनी, आपण माने देखुछंती। आउ गोटे मु आपण मानक आउ गोटे देखेबी जो 2022 पिला मानकर जो वर्तमान आपण माने सिंपली चेक करदेबे। कोन करिवे देखंतु, देखंतु मु नै गली 2022 पिलांकर प्रोफाइल ओपन कली, हाल टिकेट, प्रोफाइल व्यू, डिजिटल आइडेंटिटी कार्ड, ग्रीवेंसी, प्रोग्राम डिटेल्स, चेंज स्टडी सेंटर, माय स्टडी सेंटर, माय काउंसलर, तापर क्वेश्चन एंड असाइनमेंट क्वेश्चन, प्रीवियस ईयर क्वेश्चन, माय एसएलएम, माय वीडियो लेसन, असाइनमेंट मार्क, टर्म, ग्रेड कार्ड, यूएलसी, तापर रीचेकिंग एसएलएम कोठी अछि आपण मानकर जो माने जो एई जो आपण मानकर जो 2022 रे जो माने जॉइन हेचंती आपण मानकर कोठी अछि प्रोजेक्ट सिम्फोसिस बोली। तो आपण मानक पई या नो, किंतु
आपण मानकर बहुत जल्दी अर्थात जितेबाला आपण मानकर 4th सेमिस्टर सरिबो सेही दिन को ठीक सेमिति एग्जैक्ट एभली ही बनैबाक पड़िबो तेणुकर ए वीडियो समस्तक तो वर्तमान सुधा जो माने पेड क्लास रे जॉइन होइनांती वर्तमान ही जॉइन हेबे मु कहिदेली आपण माने 9078 ठीक अछि 850 टिके रहंतु मु डाकी दउची मु पेन धरि के आसुन तो 9078507424 এই নম্বরে পেমেন্ট করিবে স্ক্রিনশট মধ্যে এই নম্বর দেবে পিলাମାନେ তো ଦେଖିଲ ଏବେ ହିଁ ଆପଣମାନଙ୍କର পেমেন্ট କରୁଛନ୍ତି ଜଣେ ଜଣେ 2 ତାରିଖ ଦିନ କ୍ଲାସ୍ ହେବ ଏଇଭଳି ନୋଟିଫିକେସନ୍ ପାଇବା ପାଇଁ ଏଇଭଳି ଇନଫର୍ମେସନ୍ ପାଇବା ପାଇଁ ଆଉ ଚ୍ୟାନେଲ୍ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି କରିନେବେ ରହିଲି ନମସ୍କାର।